ଜହାରି ଭଲ ଅଛନ୍ତି କି? ସକାଳ ସକାଳ ଆଉ ମୁଁ ତ ଭଲରେ ଅଛି, ଆପଣମାନେ ମଧ୍ୟ ଭଲରେ ଥିବେ ବୋଲି ଆଶା କରୁଛି। ଆଜି 18 ତାରିଖ ଆସିଯାଉଛି କ୍ରିସମାସ୍। ସମସ୍ତଙ୍କର ମୌଜ ବନାଇବାର ଅଛି। ଆଉ ଦେଖନ୍ତୁ, ଗୋଟେ ଦୁଃଖର ବିଷୟ କଥା କହିବି। ଯେଉଁ ପରିବାରରେ କି ପଇସା ପତ୍ର ନାହିଁ, ଆଉ ଡିସେମ୍ବର ମାସ ପାଇଁ ସେମାନେ ଚିନ୍ତା କରୁଛନ୍ତି ତ କେମିତି ଆମେ ଡ୍ରେସ୍ ପୋଷାକ ପିଲା ଛୁଆଙ୍କ ପାଇଁ କରିବା ଆଉ କେଉଁ ଭଳିଆ ଆମେ ଡିସେମ୍ବର ପାଳିବା ବୋଲି ଚିନ୍ତା କରୁଛନ୍ତି। ଭାଇମାନେ ସେମାନଙ୍କ ପାଇଁ ଗୋଟେ ପ୍ରେୟାର କରନ୍ତୁ, ପ୍ରାର୍ଥନା କରନ୍ତୁ ସେମିତିକା ପରିବାର ପାଇଁ। ଆମ ପରିବାର ଯଦି ଅଛି ତ ପ୍ରଭୁ ଦେଇଛନ୍ତି ଆମମାନଙ୍କୁ ଆଉ ମସ୍ତ ଭାବରେ ଆଶୀର୍ବାଦ କରୁଛନ୍ତି। ସେମିତି ବି ସେମାନଙ୍କର ପରିବାର ପାଇଁ ଆମେ ପ୍ରାର୍ଥନା କରିବା କି ପ୍ରତ୍ୟେକ ରବିବାର ଦିନ ଚର୍ଚ୍ଚ ଯାଉଛନ୍ତି, ତାହେଲେ ମନ୍ଦିର ଯାଉଛନ୍ତି, ଗୁରୁଦ୍ୱାର ଯାଉଛନ୍ତି, ତାହେଲେ ସମସ୍ତ ଗରିବଙ୍କ ପାଇଁ ଟିକେ ମନରେ ଇଗୋ ଆସିଯାଉ। ଆଉ ମୋ ପରିବାର ଯଦି ଭଲ ରଖିଛନ୍ତି ପ୍ରଭୁ, ତାହେଲେ ଅନ୍ୟମାନଙ୍କ ପରିବାରରେ ମଧ୍ୟ ଭଲ ରୁହନ୍ତୁ ବୋଲି ଟିକେ ଆପଣଙ୍କର ହୃଦୟରେ ଟିକେ ଜାଗା ଦେଇ ଦିଅନ୍ତୁ। ଆଉ ଭଗବାନଙ୍କୁ ସେଇଟା ଦର୍ଶନ ହେଇଯାଉ। ହେଲେ ଆମେ ମଧ୍ୟ ଭଲ ରହିବା, ଆଉ ଯେଉଁ ପରିବାର ନାହିଁ ସେମାନେ ମଧ୍ୟ ଭଲ ରହିବେ। ଆଉ ମୁଁ ଆପଣମାନେ ଜାଣିଥିବା ବିଷୟ ମୁଁ ଜାଣିଛି କି ଭିଡ଼ିଓ ମାଧ୍ୟମରେ ଆପଣ ଯେଉଁମାନେ ଯଦି ଦେଖୁଛନ୍ତି ତାହେଲେ ଗୋଟେ ଲାଇକ୍ ସେୟାର କରିଦିଅନ୍ତୁ। ଆଉ କିଛି ଦରକାର ନାହିଁ ଆପଣମାନଙ୍କ ଠାରୁ। ତ ମୁଁ କହିବା କଥା, ଯଦି ଆପଣଙ୍କୁ ପସନ୍ଦ ଲାଗୁଛି ତାହେଲେ କରନ୍ତୁ, ଯଦି ନହେଲେ ନାହିଁ। ଏତେ ରିକ୍ୱେଷ୍ଟ କରୁନାହିଁ। ମୁଁ ମଧ୍ୟ ଜଣେ ଗରିବ ପରିବାର ବିଲଙ୍ଗ କରୁଛି। ମୁଁ ବହୁତ ଗରିବ ଭାଇ। ମୋ ପରିବାର, ମୋ ପିଲା ଛୁଆ ସମସ୍ତେ ଅଛୁ। ମୁଁ ମଧ୍ୟ ଭଗବାନ ମୋତେ ଯେଉଁ ପର୍ଯ୍ୟନ୍ତ ସୁନ୍ଦର ଭାବରେ ଚଳାଇ ନେଉଛନ୍ତି, ଏହା ମୁଁ ଧନ୍ୟ ମନେ କରେ। ମୋ ପରିବାର ଆଉ ମୁଁ ଆଉ ସମସ୍ତେ ଭଲରେ ରହୁ। ଆପଣମାନେ ମଧ୍ୟ ଭଲରେ ରୁହନ୍ତୁ, ଭଲରେ ଖାଆନ୍ତୁ, ପିଅନ୍ତୁ, ଏନ୍ଜୟ କରନ୍ତୁ। ପରିବାରରେ ମୁଁ ଗତ ଭିଡ଼ିଓରେ କହିଥିଲି କି ପରିବାରକୁ ଅସନ୍ତୁଷ୍ଟ ରଖନ୍ତୁ ନାହିଁ, ସନ୍ତୁଷ୍ଟ ରଖ ଆଉ ଭଲରେ ଚଳ ବୋଲି କହିଥିଲି। ମଦ ପାଣି ତ ୟୁଜ୍ କରୁଛନ୍ତି କେତେକ ଲୋକ, ସେଇଟା ବି କରନ୍ତୁ ନାହିଁ। ଏଇଟା ବହୁତ ଖରାପ ଜିନିଷଟା। ଆଜି ସକାଳ ମଧ୍ୟରେ ମୁଁ ୟୁଟ୍ୟୁବ୍ ମାଧ୍ୟମରେ ଦେଖୁଥିଲି, ହିମାଂଶୁ ସାଗର ସାର୍ ମରିଯାଇଛନ୍ତି ଆଉ ତାଙ୍କର ଏଇଠି ନାହାନ୍ତି, ସେ ଜଗତରେ ନାହାନ୍ତି, ଆର ପାରିକୁ ଚାଲି ଯାଇଛନ୍ତି। ସେଇଟା ପାଇଁ ତାଙ୍କ ପାଇଁ ଗୋଟେ ପ୍ରାର୍ଥନା କରନ୍ତୁ, ତାଙ୍କର ଆତ୍ମା ସଦ୍ଗତି ନିମନ୍ତେ ଭଲରେ ସେ ରୁହନ୍ତୁ ସେ ଜାଗାରେ। ଓ କେଉଁ ଜାଗାରେ କହିଲେ? ସ୍ୱର୍ଗରେ। ତେଣୁ ରହିଲି, ନମସ୍କାର, ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ରହିଲି।